ବାଲେଶ୍ୱରର ଜିଲ୍ଲା କୋର୍ଟରେ ଆଜି ଏକ ଏମିତି କେସ୍ର ବିଚାର ହେବାକୁ ଯାଉଥିଲା, ଶୁଣିଲେ ଆପଣ ତାଟକା ହୋଇଯିବେ। କୋର୍ଟରେ ଆଜି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବିଚାର କରିବାକୁ ଯାଉଥିଲେ। ଆଜି ଯାହାର ବିଚାର ହେବାକୁ ଯାଉଥିଲା ତାଙ୍କ ନାଁ ହେଉଛି ସମର ମହାପାତ୍ର। ଜଣେ ମହିଳାଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଥିଲେ। ପୋଲିସ ସମରଙ୍କୁ ନେଇ କୋର୍ଟରେ ପହଞ୍ଚିଗଲା। ଆଉ କବାଟ ଖୋଲି ଯେତେବେଳେ କୋର୍ଟ ରୁମକୁ ସମର ପଶିଛନ୍ତି, ଆଖି ସାମ୍ନାର ଦୃଶ୍ୟ ଦେଖି ଚମକି ପଡ଼ିଲେ। ପାଦ ଯେମିତି ଥର ଥର ହୋଇଗଲା। କାରଣ ବିଚାରପତି ଆସନରେ ଯିଏ ବସିଥିଲେ ସେ ହେଉଛନ୍ତି ସମରଙ୍କର ସ୍ତ୍ରୀ ଗୀତା। ଆଉ ସମରକୁ ଦେଖି ତାଙ୍କ ବିଚାରପତି ସ୍ତ୍ରୀ ବି ଆଶ୍ଚର୍ଯ୍ୟ ହୋଇଗଲେ। ଆଖି ତାଙ୍କର ବଡ଼ ବଡ଼ ହୋଇଗଲା। କିଛି ବର୍ଷ ଆଗରୁ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଆଉ ସ୍ତ୍ରୀ ଏହା ଭିତରେ ବନି ଯାଇଥିଲେ ବିଚାରପତି। ବିଚାର ଆରମ୍ଭ ହେଲା। କିନ୍ତୁ ଏହା ଭିତରେ ଗୀତା କ'ଣ କରିବେ ବୋଲି ନିଜେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। କିଛି ସମୟ ପରେ ଶୁଣାଣି ସରିଲା। ସ୍ୱାମୀଙ୍କୁ ସେ ଯାହା ଦଣ୍ଡାଦେଶ ଶୁଣାଇଲେ, ଶୁଣିକି ତ ସେଠାରେ ଉପସ୍ଥିତ ଲୋକଙ୍କର ହୋସ ଉଡ଼ିଗଲା। ସମସ୍ତେ ତାଜୁବ ହୋଇଗଲେ କି ସତରେ କ'ଣ ଏମିତି ହୋଇପାରେ? ତେବେ ସମରକୁ କି ଦଣ୍ଡ ଶୁଣାଇଲେ ତାଙ୍କ ପତ୍ନୀ? ସମର କେଉଁ ମହିଳାଙ୍କ ହତ୍ୟା କରିଥିଲେ? କ'ଣ ଥିଲା ସେ ମାମଲା? ଆଉ କେମିତି ହୋଇଥିଲା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଛାଡ଼ପତ୍ର? ପୁରା ଘଟଣା ଜାଣିବା ପାଇଁ ଭିଡିଓକୁ ସ୍କିପ୍ ନ କରି ସମ୍ପୂର୍ଣ୍ଣ ଦେଖନ୍ତୁ। ଏହି ମାମଲା ସମ୍ପର୍କରେ ଜାଣିବାକୁ ହେଲେ ଆମକୁ 5 ବର୍ଷ ତଳକୁ ଯିବାକୁ ପଡ଼ିବ। ବାଲେଶ୍ୱରର ନିମାପଡ଼ାର ସମର ମହାପାତ୍ର ଆଉ ପଡ଼ୋଶୀ ଗାଁର ଗୀତା ମହାପାତ୍ର, ଉଭୟଙ୍କ ଜୀବନର ଆଜି ଥିଲା ସବୁଠୁ ଖୁସିର ଦିନ। କାରଣ ଉଭୟ ଆଜି ସବୁଠୁ ବଡ଼ ବନ୍ଧନ ଅର୍ଥାତ୍ ବିବାହ ବନ୍ଧନରେ ବାନ୍ଧି ହୋଇସାରିଥିଲେ। ଏବେ ଥିଲା ବିଦାୟର ବେଳା। ବିଦାୟ ନେଇ ଗୀତା ନିଜ ଶାଶୁ ଘରେ ପହଞ୍ଚିଗଲେ। ପହଞ୍ଚିବା ପରେ ଶାଶୁଘର ଲୋକ ତାଙ୍କର ଦମଦାର ସ୍ୱାଗତ ବି କଲେ। ଆଉ ଭୋଜି ଭାତ ବନ୍ଧୁବାନ୍ଧବ ଉତ୍ସବରେ ଘର ପଡ଼ୁଥିଲା ଆଉ ଉଠୁଥିଲା। ଏମିତି 4 ଦିନ ବିତିଗଲା। ଆଉ ଧୀରେ ଧୀରେ ବନ୍ଧୁବାନ୍ଧବ ବି ଫେରିଗଲେ। ପୁଣି ସ୍ୱାମୀ ସ୍ତ୍ରୀ ଓ ଶାଶୁଙ୍କୁ ନେଇ ଗୀତା ନିଜ ସ୍ୱପ୍ନର ଘର ବନେଇବା ଆରମ୍ଭ କରିଦେଲେ। ସମସ୍ତେ ସମସ୍ତଙ୍କ ପ୍ରତି ଭଲ ପାଇବା ଥିଲା। ଆଉ ଏମିତି ଭଲରେ ଭଲରେ ବର୍ଷଟିଏ ବିତିଗଲା। ତେବେ ଗୀତାଙ୍କର ଉଚ୍ଚଶିକ୍ଷା ପାଇଁ ବହୁତ ଆଗ୍ରହ ଥିଲା। ନିଜେ ଜଣେ ବଡ଼ ଲୋକ ହେବାର ସ୍ୱପ୍ନ ଦେଖୁଥିଲେ। ବର୍ଷେ ହେଲା ସେ ପରିବାରକୁ ଖୁବ୍ ଭଲରେ ସମ୍ଭାଳି ନେଇଥିଲେ। ଏବେ ତାଙ୍କ ସ୍ୱପ୍ନ ପୂରଣ କରିବାର ସମୟ ଥିଲା। ତେଣୁ ସେ ଅଧିକ ପଢ଼ିବା ଆରମ୍ଭ କରିଦେଲେ। ସ୍ୱାମୀ ଯଦିଓ ପ୍ରଥମେ ରାଜି ନଥିଲେ, ସ୍ତ୍ରୀଙ୍କ ଆଗ୍ରହ ଓ ପରିଶ୍ରମ ଦେଖି କିଛି କହିଲେନି। ଶାଶୁ କିନ୍ତୁ ବୋହୂର ସମର୍ଥନ କରୁଥିଲେ। ତେବେ ଘର କାମ ଓ ପାଠପଢ଼ା ଭିତରେ ଧୀରେ ଧୀରେ ଗୀତା ତାଙ୍କ ସ୍ୱାମୀଙ୍କୁ ସମୟ ଦେବା କମେଇ ଦେଇଥିଲେ। ଏଇଟା ହିଁ ଗୀତାଙ୍କର ବଡ଼ ଭୁଲ ଥିଲା, ଯାହା ଆଗକୁ ବଡ଼ ଘଟଣାର ରୂପ ନେଇଥିଲା। ଯେତେବେଳେ ଗୀତା ସମରକୁ ସମୟ ଦେବା କମେଇ ଦେଲେ, ସମରଙ୍କ ବେଶୀ ସମୟ ବାହାରେ କଟୁଥିଲା। ରାତିରେ ବି ଡେରିରେ ଫେରିବା ଯେମିତି ନିତିଦିନିଆ ହୋଇଯାଇଥିଲା। ଦିନେ ଏମିତି ରାତିରେ ଫେରି ଶୋଇପଡ଼ିଥିଲେ ସମର। ଆଉ ଅଧା ରାତିରେ ତାଙ୍କ ଫୋନକୁ ଏକ ମେସେଜ ଆସିଲା। ସେଇଟା ଜଣେ ଯୁବତୀଙ୍କର ମେସେଜ ଥିଲା, ଯେଉଁଥିରେ କି ଶୋଇପଡ଼ିଲଣି କି ବୋଲି ପ୍ରଶ୍ନ କରାଯିବା ସହିତ ଆଇ ଲଭ୍ ୟୁର ଏକ ମେସେଜ ରହିଥିଲା। ଯାହାକୁ ଦେଖି ଗୀତାଙ୍କର ମୁଣ୍ଡରେ ଯେମିତି ବଜ୍ର ପଡ଼ିଗଲା। ପାଦ ତଳୁ ଯେମିତି ମାଟି ଖସିଗଲା ପରି ଲାଗିଲା। ପଢ଼ିବେ କ'ଣ? ରାତି ସାରା ସେହି କଥା ଭାବି ଭାବି ତାଙ୍କୁ ଆଉ ନିଦ ହେଲାନି। ଅପେକ୍ଷା କରିଥିଲେ କେତେବେଳେ ସକାଳ ହେବ ଆଉ ସମରକୁ ଏଇ କଥା ପଚାରିବେ। ସକାଳ ହେଲା ଆଉ ସମର ଉଠିଲେ। ଉଠିବା ପରେ ଗୀତା ଯେତେବେଳେ ଏହି କଥା ପଚାରିଲେ, ସମରଙ୍କ ମୁହଁର ଭାବ ପରିବର୍ତ୍ତନ ହୋଇଗଲା। ସେ ତୁରନ୍ତ ସମ୍ଭାଳି ନେଇ କହିଲେ କି ସେ କିଏ ମୁଁ ଜାଣିନି। ଗୀତା ଯେତେ ପଚାରିଲେ ବି ଅସ୍ୱୀକାର କଲେ।
ସ୍ୱାମୀ ଯେତେବେଳେ ମାନିଲେନି ଗୀତା ବି ଚୁପ୍ ରହିବାକୁ ବାଧ୍ୟ ହେଲେ। ହେଲେ ସେତେବେଳେ ଗୀତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି ଯେତେବେଳେ ପରଦିନ ସେ ସମର ଓ ସେ ଝିଅଙ୍କ ଫଟୋ ତାଙ୍କ ମୋବାଇଲରେ ଦେଖିନେଲେ। ଆଉ ଯେତେବେଳେ ସମରକୁ ଏହି ଫଟୋ ଦେଖେଇ ପଚାରିଲେ ଆରମ୍ଭ ହୋଇଗଲା ମହାଭାରତ। ସମର ବି ଚିଡ଼ିଗଲେ ଆଉ କହିଲେ କି ହଁ ହଁ ସେ ଝିଅକୁ ମୁଁ ଭଲ ପାଉଛି, ସେ ବି ମୋତେ ଭଲ ପାଉଛି। ଏକଥା ଶୁଣି ଯେମିତି ଗୀତାଙ୍କର ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ରାଗରେ ସେ ସମରକୁ ଚାପୁଡ଼ା ମାରିଦେଲେ। କହିଲେ ମୁଁ କଣ ମରିଗଲି ଯେ ତମେ ଆଉ କାହାକୁ ସାଥିରେ ଧରି ବୁଲୁଛ? ତମକୁ ଏତେ ଭଲ ପାଉଛି, ତମର ସବୁ କାମ କରୁଛି, ତାପରେ ବି ତମେ ଆଉ କାହାକୁ କେମିତି ନିଜର କରିପାରୁଛ? ସେଠୁ ସମର ବି ରାଗିକି କହିଲେ ଭଲ ପାଉଛ? କାହାକୁ ଭଲ ପାଉଛ? କାହାକୁ ସମୟ ଦେଉଛ? ତମେ ମତେ ନୁହଁ, ତମ ଭବିଷ୍ୟତକୁ ଭଲ ପାଉଛ, ତମ ସ୍ୱପ୍ନକୁ ଭଲ ପାଉଛ। ମତେ କି ମୋ ମନ କଥା କେବେ ବୁଝିବାକୁ ଚେଷ୍ଟା କରିଛ? ଯେତେବେଳେ ଦେଖିବ ଖାଲି ଘର କାମ ନହେଲେ ପାଠ ପଢା, ତା ବୋଲି କଣ ଆଉ କାହା ସହିତ? ଗୀତା ବି ରାଗରେ ପଚାରୁଥିଲେ। ହଁ ମୁଁ ସେଇଆ କରିବି, କାରଣ ମୁଁ ବି ଜଣେ ମଣିଷ। ତମ ପରି ମୋର ଉଚ୍ଚ ଆଶା ନଥିଲେ ବି ମୋର ମୋ ସ୍ତ୍ରୀଙ୍କର ସାଥ ଦରକାର, ଯେଉଁଟା କି ତମେ ଦେଇପାରୁନ। ସମରଙ୍କ ଏକଥାରେ ଗୀତା ଟିକେ ନରମି ଗଲେ ଆଉ ଝଗଡ଼ା ନ କରି ଭିତରକୁ ପଳାଇଲେ। ଏବେ ପ୍ରତିଦିନ ଏମିତି ଝଗଡ଼ା ଚାଲୁଥିଲା ଆଉ ସମରଙ୍କର ସେ ଅଭ୍ୟାସ ବି ଅଧିକ ବଢି ଯାଇଥିଲା। ସେ ଝିଅ ସହିତ ସେ ଅଧିକ ମିଶିବା ସହିତ ଘରକୁ ଆଣିବାକୁ ବି ପଛାଉ ନଥିଲେ। ଧୀରେ ଧୀରେ ଏହି ଘଟଣାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା କମିବ କଣ ବଢି ବଢି ଚାଲିଲା। ଆଉ ସମୟ ଆସିଲା ଗୀତାଙ୍କୁ ଛାଡ଼ପତ୍ର ଦେବା ପାଇଁ ସମର ପ୍ରସ୍ତୁତ ହୋଇଗଲେ। କିଛି ଦିନ ପରେ ଛାଡ଼ପତ୍ର ହୋଇଗଲା। ଗୀତା ଏବେ ସମରକୁ ଛାଡ଼ି ନିଜ ବାପ ଘରକୁ ଚାଲି ଯାଇଥିଲେ। ଏତେ ସବୁ ଭିତରେ ସେ ନିଜ ସ୍ୱପ୍ନକୁ ଭୁଲି ନଥିଲେ। ଖୁବ୍ ପାଠ ପଢୁଥିଲେ। ସମୟ ବିତିବାରେ ଲାଗିଥିଲା। ଛାଡ଼ପତ୍ରର ଦୁଃଖ ଯଦିଓ ଗୀତାଙ୍କୁ ଭିତର ଭିତରୁ ଭାଙ୍ଗି ଦେଇଥିଲା, କିନ୍ତୁ ସେ ତାଙ୍କର ଦୁଃଖକୁ ଭିତରେ ଚାପି ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲେ। ଏବେ ସେହି ସମୟ ଆସିଯାଇଥିଲା। ତାଙ୍କର ପରିଶ୍ରମ ସାର୍ଥକ ହୋଇଯାଇଥିଲା। ଦିନେ ରେଜଲ୍ଟ ଆସିଲା ଆଉ ରେଜଲ୍ଟ ଶୁଣି ସେ ଯେମିତି ପାଗଳ ହୋଇଯାଇଥିଲେ, କାରଣ ସେ ଏବେ ବିଚାରପତି ପାଲଟି ଯାଇଥିଲେ। ଆଉ ଜିଲ୍ଲା କୋର୍ଟରେ ତାଙ୍କୁ ନିଯୁକ୍ତି ମିଳିଗଲା। ନାଲିବତୀ ଗାଡ଼ି ସହିତ VIP ଷ୍ଟାଟସ୍ ମିଳିଲା। ସମୟ ବିତିବାରେ ଲାଗିଲା। ଅନ୍ୟପଟରେ ଗୀତାଙ୍କଠୁ ଛାଡ଼ପତ୍ର ନେଇ ସମର ଖୋଲା ଆକାଶର ପକ୍ଷୀ ହୋଇଯାଇଥିଲେ, କାରଣ ତାଙ୍କୁ ଭୁଲ ବାଟରୁ ଅଟକେଇବା ପାଇଁ କେହି ନଥିଲେ। ତେଣୁ ଝିଅଙ୍କ ସହିତ ମିଶି ମୌଜ ମସ୍ତି କରିବା ତାଙ୍କର ଅଭ୍ୟାସ ହୋଇଯାଇଥିଲା। ଆଉ ତାଙ୍କର ଏହି ଅଭ୍ୟାସ ତାଙ୍କ ପାଇଁ କାଳ ସାଜିବ ବୋଲି ସେ କେବେ ବି ଭାବିନଥିଲେ। ଦିନେ ସେ ମିଶୁଥିବା ଝିଅକୁ କେହି ଜଣେ ହତ୍ୟା କରିଦେଲା। ଏ ଖବର ପାଇବା ପରେ ସମର ତୁରନ୍ତ ସେ ଘଟଣାସ୍ଥଳକୁ ବାହାରିଗଲେ। ହେଲେ ଜାଣିନଥିଲେ ଯେ ଏହି ଘଟଣା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏହା ଭିତରେ ସେ ଝିଅର ବାପା ମା ବି ଘଟଣାସ୍ଥଳକୁ ପହଞ୍ଚି ଯାଇଥିଲେ। ଆଉ ଯେମିତି ସମରକୁ ଦେଖେଇଛନ୍ତି ସେ ଯେମିତି ପାଗଳ ହୋଇଗଲେ। ତୁରନ୍ତ ତାଙ୍କ ମା ଚିଲେଇବାକୁ ଲାଗିଲେ କି ଇଏ ହେଉଛି ମୋ ଝିଅର ହତ୍ୟାକାରୀ, ଇଏ ହେଉଛି ମୋ ଝିଅର ହତ୍ୟାକାରୀ, ତାକୁ ବାନ୍ଧି ନିଅ, ତାକୁ ଫାଶୀରେ ଚଢ଼େଇ ଦିଅ। ସେହି ଘଟଣାସ୍ଥଳରୁ ହିଁ ପୋଲିସ ସମରକୁ ଉଠାଇ ନେଲା। ସମର ଚିତ୍କାର କରି ମୁଁ ନିର୍ଦ୍ଦୋଷ ବୋଲି ଚିଲାଉଥିଲେ। କେହି ବି ତାଙ୍କ କଥା ଶୁଣିଲେନି, କାରଣ ସମସ୍ତେ ଜାଣିଥିଲେ କି ସେ ଝିଅକୁ ସମର ଭଲ ପାଉଥିଲେ। ସବୁବେଳେ ତା ସହିତ ସମୟ ବିତାଉଥିଲେ। ଆଉ ଗତ ରାତିରେ ବି ସମର ତା ସହିତ ହୋଟେଲରେ ବିତାଇଥିଲେ। ତେଣୁ ସବୁ କିଛି ସନ୍ଦେହ ସମରଙ୍କ ଆଡ଼କୁ ଇସାରା କରୁଥିଲା। ତେଣୁ ପୋଲିସ ବି ସମର ନାଁରେ ମାମଲା ରୁଜୁ କରି ସମରକୁ ଦୋଷୀ ସଜେଇ ଦେଇଥିଲେ। ଆଉ ସମରଙ୍କ ମାମଲା କୋର୍ଟରେ ବର୍ଷେ ହେଲା ଶୁଣାଣି ଚାଲିଥିଲା। ଆଉ ଆଜି ଥିଲା କେସ୍ର 4ର୍ଥ ଶୁଣାଣି। ତେଣୁ ଜିଲ୍ଲା କୋର୍ଟକୁ ପୋଲିସ ସମରଙ୍କୁ ନେଇକି ଆସିଥିଲା। ସବୁବେଳେ ଅନ୍ୟ ବିଚାରପତି ଶୁଣାଣି କରୁଥିଲେ, କିନ୍ତୁ ଏବେ ସେହି କେସ୍ର ବିଚାର ଗୀତାଙ୍କ ହାତରେ ଥିଲା। ତେଣୁ ବିଚାରପତି ଆସନରେ ନିଜ ସ୍ତ୍ରୀକୁ ଦେଖି ଚମକି ପଡ଼ିଥିଲେ ସମର। ଆଉ ସମରଙ୍କୁ ଦେଖିବି ଗୀତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଗୀତାଙ୍କୁ ଦେଖି ସମରଙ୍କ ଆଖିରୁ ଲୁହ ଗଡ଼ିବା ଆରମ୍ଭ ହୋଇଯାଇଥିଲା। ସେଠୁ ଶୁଣାଣି ଆରମ୍ଭ ହୋଇଗଲା। ସରକାରୀ ଓକିଲ ଓ ସମରଙ୍କ ଓକିଲ ନିଜ ନିଜ କାଗଜପତ୍ର ଦେଖାଇ ଯୁକ୍ତି ଆରମ୍ଭ କରିଦେଇଥିଲେ। କିନ୍ତୁ ସେମାନଙ୍କ ପାଟି ସମରଙ୍କୁ ଭେଦ କରିପାରୁନଥିଲା। ସେ ଖାଲି ହାତ ଯୋଡ଼ି କାନ୍ଦି କାନ୍ଦି ଗୀତାଙ୍କ ଆଡ଼କୁ ଅନଉଥିଲେ। ମଝିରେ ମଝିରେ କହୁଥିଲେ କି ମୁଁ ନିର୍ଦ୍ଦୋଷ, ମୁଁ ତାଙ୍କର ହତ୍ୟା କରିନି, ଜାଣିନି କିଏ ତାଙ୍କୁ ହତ୍ୟା କରି ମୋତେ ଫସାଇ ଦେଇଛି। ଗୀତା ବି ନିଜ ସ୍ୱାମୀଙ୍କୁ ଠିକରେ ଚିହ୍ନିଥିଲେ ଆଉ ଜାଣିଥିଲେ। ସେ ତାଙ୍କୁ ଧୋକା ଦେଇଥିଲେ ସତ, ହେଲେ ସେ କାହାକୁ ହତ୍ୟା କରିବେନି, କେବେ ବି କରିପାରିବେନି, ଏକଥା ତାଙ୍କର ବିଶ୍ୱାସ ଥିଲା। ତେଣୁ ଗୀତା ଟିକିଏ ଚିନ୍ତିତ ହୋଇଗଲେ। ଆଉ କିଛି ସମୟ ଚିନ୍ତା କରିବା ପରେ କହିଲେ କି ଏ କେସ୍ରେ ମୋର କିଛି ସନ୍ଦେହ ଅଛି, ତେଣୁ ଆଜି ଦଣ୍ଡାଦେଶ ହୋଇପାରିବ ନାହିଁ। ଏହା କହି ତାରିଖ ଘୁଞ୍ଚାଇ ଦେଲେ। ଏହା ଭିତରେ ସମର ହାତ ଯୋଡ଼ି କହୁଥିଲେ କି ମୋତେ କ୍ଷମା କରିଦିଅ। ତେବେ ଗୀତା କହିଲେ କି ଏମିତି କ୍ଷମା ଦିଆଯାଇପାରିବନି। ସନ୍ଧ୍ୟାରେ ମୋ ବଙ୍ଗଳାରେ ଏହାର ବିଚାର ହେବ। ସେଠୁ ଚୁପଚାପ ସେ ନିଜ ମୁନ୍ସି ହାତରେ ତାଙ୍କୁ ଫୋନ୍ ନମ୍ବର ଧରେଇ ଦେଇ କହିଲେ କି ଫୋନ୍ କରିବାକୁ। କାହାକୁ ବି ଏ ସମ୍ପର୍କରେ କହିବାକୁ ମନା କରି ସେଠାରୁ ପଳେଇଲେ। ନମ୍ବର ପାଇ ସମର ସନ୍ଧ୍ୟାବେଳେ ଗୀତାଙ୍କୁ ଫୋନ୍ କଲେ। ଆଉ ଫୋନ୍ରେ କାନ୍ଦି କାନ୍ଦି କହିଲେ କି ପ୍ଲିଜ୍ ମୋତେ କ୍ଷମା କରିଦିଅ, ମୋର କିଛି ବି ଦୋଷ ନାହିଁ। ସେଠୁ ଗୀତା କହିଲେ କି ତମେ ନିଶ୍ଚୟ କିଛି ନା କିଛି ଭୁଲ କରିଛ, ଯାହାର ଦଣ୍ଡ ତମକୁ ଭୋଗିବାକୁ ପଡୁଛି। ସେଠୁ ସମର କହିଲେ କି ପ୍ଲିଜ୍ ବୁଝିବାକୁ ଚେଷ୍ଟା କର, ମୁଁ କିଛି ବି ଦୋଷ କରିନି କି ତାଙ୍କର ହତ୍ୟା କରିନି। ମୁଁ ଖାଲି ଗୋଟିଏ ଭୁଲ କରିଛି କି ତମକୁ ବୁଝିପାରିଲିନି ଆଉ ତମକୁ ଛାଡ଼ିଦେଲି। ସେଠୁ ଗୀତା କହିଲେ କି ଠିକ୍ ଅଛି, କାଲି ଅଫିସରେ ଏକୁଟିଆ ଭେଟିବ ଆଉ ତମ ସହିତ କଥା ହେବି। ପୋଲିସକୁ ମୁଁ ଅର୍ଡର ଦେଉଛି, ସେ ଆଣି ତମକୁ ମୋ ଅଫିସରେ ହାଜର କରାଇଦେବେ। କେମିତି ସକାଳ ହେବ ଆଉ ଗୀତାଙ୍କୁ ଭେଟିବେ ବୋଲି ରାତି ସାରା ସମରକୁ ନିଦ ହେଲାନି। ସକାଳ ହେଲା ଆଉ ସମରକୁ ନେଇ ପୋଲିସ ଗୀତାଙ୍କ ଅଫିସରେ ପହଞ୍ଚିଗଲା। କେବଳ ସମରକୁ ଛାଡ଼ି ଅନ୍ୟ ପୋଲିସକୁ ଅଫିସରୁ ବାହାରି ଯିବା ପାଇଁ ଗୀତା କହିଲେ। ଆଉ ତାପରେ ସମର ସିଧା ଯାଇ ଗୀତାଙ୍କ ଗୋଡ଼ ତଳେ ପଡ଼ି ବାରମ୍ବାର କ୍ଷମା ମାଗିବାରେ ଲାଗିଲେ। ଗୀତା କହିଲେ କି ଏବେ ମୋ କଥା ମନେ ପଡୁଛି, ଏବେ ଭୁଲ ସ୍ୱୀକାର କରୁଛ? ସେତେବେଳେ କଣ ଜାଣିପାରିଲନି ଯେ ତମର ବି ଜଣେ ସ୍ତ୍ରୀ ଅଛି? ସ୍ତ୍ରୀ ଆଗରେ ସେ ଝିଅ ସହିତ କଥା ହେଉଥିଲ, ସ୍ତ୍ରୀ ସାମ୍ନାରେ ସେ ଝିଅକୁ ଘରକୁ ନେଇକି ଆସୁଥିଲ, ସେତେବେଳେ କଣ ସ୍ତ୍ରୀ କଥା ମନେ ପଡୁନଥିଲା? ଏତେ ସବୁ ପରେ ବି ମୋତେ ଦୋଷ ଦେଇ ଛାଡ଼ପତ୍ର ଦେଇଦେଲ। ଆଉ ଯେତେବେଳେ ଏତେ ବଡ଼ ଦଣ୍ଡ ଭୋଗିବାକୁ ଯାଉଛ, ସେତେବେଳେ ମୋ କଥା ମନେ ପଡ଼ିଗଲା। ଏବେ ମୋ ଠାରୁ କି ଆଶା କରୁଛ? ଏତିକି ଶୁଣି ସମର ସାଙ୍ଗେ ସାଙ୍ଗେ ହାତ ଯୋଡ଼ିଦେଲେ ଆଉ କହିଲେ କି ମୁଁ ସେ ଝିଅକୁ ମାରିନି, ମୁଁ ବି ଜାଣିନି କିଏ ତାକୁ ମାରିଛି। ବାସ୍ ତମ ପାଖରେ ଏତିକି ନିବେଦନ କି ପ୍ରକୃତ ଦୋଷୀକୁ ବାହାର କରି ଦଣ୍ଡ ଦିଆଯାଉ। ସେଠୁ ଗୀତା କହିଲେ କି ସେଥିପାଇଁ ତମକୁ କିଛି ପ୍ରମାଣ ଯୋଗାଡ଼ କରିବାକୁ ପଡ଼ିବ, ତାପରେ ଯାଇ ତମକୁ ମୁଁ ଦୋଷମୁକ୍ତ କରିପାରିବି, ତମେ ଛାଡ଼ ପାଇପାରିବ। ସେଠୁ ସମର କାନ୍ଦିବାରେ ଲାଗିଲେ। କହିଲେ କି ମୋତେ ପ୍ଲିଜ୍ କ୍ଷମା କରିଦିଅ, ମୁଁ ତୁମକୁ ଚିହ୍ନି ପାରିଲିନି। ଯଦି ମୁଁ ସେତେବେଳେ ତମ କଥା ମାନିଥାନ୍ତି ତାହେଲେ ଆଜି ମୋ ସହିତ ଏମିତି ହୋଇନଥାନ୍ତା। ସେଠୁ ଗୀତା କହିଲେ କି ଏବେ ତମର ବୁଦ୍ଧି ଆସୁଛି, ସେତେବେଳେ ଯଦି ଏ ବୁଦ୍ଧି ଆସିଥାନ୍ତା ତାହେଲେ ଆଜି ଏମିତି ହୋଇନଥାନ୍ତା। ଆଉ ଦେଖ, ଯେଉଁ ଗୀତାକୁ ତମେ ଛାଡ଼ପତ୍ର ଦେଇ ଘରୁ ବାହାର କରିଦେଇଥିଲ, ସେହି ଗୀତା ଆଜି ବିଚାରପତି ଆଉ ତମର ବିଚାର କରୁଛି। ଏବେ ତମ ସହିତ ମୁଁ କିଛି ବି କରିପାରିବି, ତମେ ମୋ ଉପରେ କରିଥିବା ନିର୍ଯାତନାର ପ୍ରତିଶୋଧ ବି ନେଇପାରିବି। କିନ୍ତୁ ମୁଁ ସେମିତି କରିପାରିବିନି, କାରଣ ମୁଁ ଜଣେ ଓଡ଼ିଆ ବୋହୂ। ଓଡ଼ିଆ ବୋହୂ ଯେତେ ହେଲେ ବି ନିଜ ସ୍ୱାମୀଙ୍କ ପ୍ରତି ନିଷ୍ଠୁର ହୋଇପାରିବନି। ଠିକ୍ ଅଛି, ତମେ ସିନା ତମ କର୍ତ୍ତବ୍ୟ କଲ ନାହିଁ, ହେଲେ ମୁଁ ମୋ କର୍ତ୍ତବ୍ୟ କରିବି। ତମେ କେବେ ବି କାହାକୁ କହିବନି କି ମୁଁ ତମ ସ୍ତ୍ରୀ ବୋଲି, ତାହେଲେ ଯାଇ ତମକୁ ସାହାଯ୍ୟ କରିପାରିବି। ସେଠୁ ହଁ କରି ସମର ସେଠୁ ପଳେଇଲେ। ଆଉ ଗୀତା ଏବେ ଚିନ୍ତାରେ ପଡ଼ିଯାଇଥିଲେ କି କଣ କରିବେ ବୋଲି, କାରଣ 2 ଦିନ ପରେ ସେ କେସ୍ର ଶେଷ ଶୁଣାଣି ଥିଲା। ଏବେ ଗୀତାଙ୍କୁ ପତ୍ନୀ ଧର୍ମ ପାଳନ କରିବାର ଥିଲା, ଜଣେ ନିର୍ଦ୍ଦୋଷକୁ ଦୋଷମୁକ୍ତ କରିବାର ଥିଲା। କାରଣ ସେ ହିଁ ଏକା ଜାଣିଥିଲେ କି
ସମର କେବେ ବି କାହାକୁ ହତ୍ୟା କରିପାରିବେନି। ସେ ତାଙ୍କ ସହିତ ଏତେ ବଡ଼ ଅନ୍ୟାୟ କରିଥିଲେ ସତ, ହେଲେ କେବେ ବି ହତ୍ୟା କରିନଥିବେ। ତେବେ ଗୀତାଙ୍କୁ ଏବେ ସମରଙ୍କ ନିର୍ଦ୍ଦୋଷର ପ୍ରମାଣ ଯୋଗାଡ଼ କରିବାର ଥିଲା। ଆଉ ସମୟ ବି ମାତ୍ର 2 ଦିନ ହାତରେ ଥିଲା। ସେ ସେହିଦିନ ରାତିରେ ହିଁ ବାହାରି ପଡ଼ିଲେ ପ୍ରମାଣ ଯୋଗାଡ଼ କରିବାକୁ। ମୃତ ମହିଳାଙ୍କ ଖାସ୍ ସାଙ୍ଗକୁ ଭେଟିବାକୁ ଚାଲିଗଲେ। ତାଙ୍କୁ ବହୁତ କିଛି ପଚରାଉଚରା ବି କଲେ, ହେଲେ କିଛି ବି ହାତକୁ ଆସିଲାନି। ରାତି 12ଟା ବାଜି ସାରିଥିଲା। ଆଉ ହତାଶ ମନରେ ଘରକୁ ଫେରିଲେ। ପୁଣି ପରଦିନ ଥିଲା ତାଙ୍କ ପାଇଁ ଅଗ୍ନି ପରୀକ୍ଷା। ନିଜ କୋର୍ଟ ଡ୍ୟୁଟି ସାରି ସେ ଝିଅ ରହୁଥିବା ସ୍ଥାନରେ ପହଞ୍ଚିଲେ। ନିଜ ପରିଚୟ ଗୋପନ ରଖି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କଲେ। ଦୀର୍ଘ 1 ଘଣ୍ଟା କଥା ହେବା ପରେ ସେ ଝିଅର ଜଣେ ସାଙ୍ଗ କଥା ଜଣାପଡ଼ିଲା। ସେ ଝିଅ ସହିତ ଗତ 5 ଦିନ ହେଲା ଜଣେ ପୁଅକୁ ଦେଖୁଥିଲେ ସ୍ଥାନୀୟ ଲୋକ। ହେଲେ ସେ ପୁଅ କିଏ କେହି ବି କହିପାରୁନଥିଲେ। ଶେଷରେ ଗୋଟିଏ ଉପାୟ ପାଞ୍ଚିଲେ ଗୀତା। ସେଠାରେ ଥିବା ଏକ ସିସିଟିଭିରେ ଫୁଟେଜ ଯାଞ୍ଚ କଲେ। ଆଉ ସିସିଟିଭି ଫୁଟେଜରୁ ସେ ଯୁବକଙ୍କର ପରିଚୟ ଜଣାପଡ଼ିଗଲା। ସେ ହେଲେ ବସନ୍ତ ଜେନା। ସେଠୁ ପଚାରି ପଚାରି ସେ ଯୁବକଙ୍କ ଘରେ ପହଞ୍ଚିଗଲେ ଗୀତା। ବାହାରେ ଥାଇ କବାଟ ଠକ୍ ଠକ୍ କଲେ। ବସନ୍ତଙ୍କ ସାଙ୍ଗ କବାଟ ଖୋଲିଲେ। ଆଉ ଗୀତାଙ୍କୁ ଦେଖି ପଚାରିଲେ କି ଆପଣ କିଏ? ଗୀତା ସେ ଯୁବତୀଙ୍କ ସାଙ୍ଗ ବୋଲି ପରିଚୟ ଦେବା ପରେ ସେ ଯୁବକ ଜଣକ ତାଙ୍କୁ ଭିତରକୁ ଡାକିନେଲା। ଆଉ କିଛି ସମୟ ପରେ ବସନ୍ତ ଆସି ପହଞ୍ଚିଗଲେ। ଯେତେବେଳେ ସେ ଗୀତାକୁ ଦେଖିଛନ୍ତି କାହିଁକି କେଜାଣି ଚମକି ପଡ଼ିଲେ। ଗୀତା ନିଜର ଜଜ୍ ଷ୍ଟାଇଲରେ ବସନ୍ତକୁ ପଚରାଉଚରା ଆରମ୍ଭ କରିଦେଲେ। ପ୍ରଥମେ ତ ବସନ୍ତ ମନା କରୁଥିଲେ। 2 ଘଣ୍ଟା ପରେ ଯେତେବେଳେ ଗୀତା କହିଲେ କି ମୋ ପାଖରେ ପ୍ରମାଣ ଅଛି, ଆଉ ଯଦି ମିଛ କହିବ ତାହେଲେ ଏବେ ପୋଲିସ ଡାକି ତମକୁ ଆରେଷ୍ଟ କରେଇବି କହି ଧମକ ଦେଲେ। ସେ ସତ ମାନିନେଲେ। ଆଉ ଯାହା କହିଲେ ଶୁଣିକି ତ ଗୀତାଙ୍କର ହୋସ ଉଡ଼ିଗଲା। ସେ କହିଲେ କି ସେ ମୃତା ଯୁବତୀ ଜଣକ ହେଲେ ରୀମା। ରୀମା ମୋ ଆଗରୁ ସମର ସହିତ ସମ୍ପର୍କରେ ଥିଲେ। ହେଲେ ଯେତେବେଳେ ଜାଣିଲେ କି ସେ ବିବାହିତା ଆଉ ତାଙ୍କ ସ୍ତ୍ରୀଙ୍କ ସହିତ ସେମାନଙ୍କ ସମ୍ପର୍କ ନେଇ ଝଗଡ଼ା ଚାଲୁଛି, ସେ ସମରଙ୍କ ଠାରୁ ସମ୍ପର୍କ ତୁଟାଇବା ପାଇଁ ଚାହୁଁଥିଲେ। ସେତେବେଳେ ତାଙ୍କର ମୋ ସହିତ ଦେଖା ହୋଇଥିଲା। ଆଉ ପ୍ରଥମେ ଯଦିଓ ମୁଁ ତାଙ୍କୁ ଭଲ ପାଇ ବସିଥିଲି, କିନ୍ତୁ ପରେ ତାଙ୍କ ଚରିତ୍ର ବିଷୟରେ ମୋତେ ଜଣା ପଡ଼ିଗଲା। ଆଉ ମୁଁ ବି ତାଙ୍କଠାରୁ ଦୂରେଇ ଗଲି। ହେଲେ ସେ ମୋ ପଛରେ ପଡ଼ିଯାଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଥିଲା କି ସେ ସମରଙ୍କ ସହିତ ବି ସମ୍ପର୍କ କାଟିଦେବା କଥା ତ କହୁଥିଲେ, କିନ୍ତୁ କାଟିନଥିଲେ। ସେ କଥା ଜାଣିବା ପରେ ମୁଁ ତାଙ୍କ ସହିତ କଥା ହେବା ବନ୍ଦ କରିଦେଇଥିଲି। ଆଉ ସେ ମୋତେ ଫୋନରେ ବି ବାଧ୍ୟ କରୁଥିଲେ କି ତାଙ୍କ ସହିତ ମିଶିବା ପାଇଁ। ଆଉ ସେଦିନ ବି ସେ ମୋ ସହିତ ଆମ ସମ୍ପର୍କ ବିଷୟରେ ମୋତେ ବାଧ୍ୟ କରୁଥିଲେ। ହେଲେ ମୁଁ ସଫା ମନା କରିଦେଲି। ତାପରେ ସେ ମୋତେ ବ୍ଲାକମେଲ କରିବାକୁ ଲାଗିଲେ। କହିଲେ ଯଦି ତମେ ମୋ କଥାରେ ରାଜି ହେବନି ତାହେଲେ ମୁଁ ସୁଇସାଇଡ୍ କରିକି ସୁଇସାଇଡ୍ ନୋଟରେ ତମ ନାଁ ଲେଖିବି। ମୁଁ ଭାବିଲି ସେ ବୋଧେ ସେମିତି କହୁଛନ୍ତି। ତେବେ ଆଉ ଅଧଘଣ୍ଟା ପରେ ଜଣାପଡ଼ିଲା କି ତାଙ୍କ ମୃତ୍ୟୁ ହୋଇଯାଇଛି ବୋଲି। ମୁଁ ବହୁତ ଡରିଗଲି। ଭାବିଲି କି ଯଦି ସତରେ ସେ ମୋ ନାଁ ଲେଖିଥିବେ ତାହେଲେ ମୁଁ ଫସିଯିବି। ତେଣୁ ମୁଁ ତୁରନ୍ତ ଲୁଚି ସେ ରହୁଥିବା ଘରେ ପହଞ୍ଚିଗଲି। ହେଲେ ଏମିତି କୌଣସି ନୋଟ ପାଇଲିନି। ତେବେ ମୋର ସନ୍ଦେହ ହେଲା, କାରଣ ପୋଲିସ ଏବେ ମୋତେ ବି ସନ୍ଦେହ ଘେରକୁ ନେଇପାରେ। ତେଣୁ ମୁଁ ଘଟଣାକୁ ପୁରା ମୋଡ଼ିଦେଲି। ମିଛରେ ଏକ ସୁଇସାଇଡ୍ ନୋଟ ଲେଖି ମୋ ମୃତ୍ୟୁ ପାଇଁ ସମର ଦାୟୀ ବୋଲି ଲେଖିଦେଲି। ଆଉ ସମରକୁ ବି ଫୋନ କରି ଡକେଇଦେଲି କି ଏମିତି ଘଟଣା ଘଟିଯାଇଛି ବୋଲି। ଆଉ ସମର ଆସି ପହଞ୍ଚିବା ପରେ ଝିଅ ସ୍ୱରରେ ପୋଲିସକୁ ବି ଜଣାଇଦେଲେ କି ସମର ରୀମାକୁ ହତ୍ୟା କରିଦେଇଛି। ଆପଣ ଜଲ୍ଦି ଆସନ୍ତୁ। ପୋଲିସ ଆସିବା ବେଳକୁ ସମର ରୀମାଙ୍କୁ କୋଳରେ ଧରି କାନ୍ଦୁଥିଲେ। ଆଉ ପୋଲିସ ବି ସମରକୁ ହତ୍ୟାକାରୀ ବୋଲି ଧରିନେଲା। ସୁଇସାଇଡ୍ ନୋଟ ଜବତ ହେବା ପରେ ସମର ଦୋଷୀ ବୋଲି ପୋଲିସ ବୋଧେ ନିଶ୍ଚିତ ହୋଇଗଲା। ବସନ୍ତ ମୁହଁରୁ ଏତିକି ଶୁଣି ଗୀତା ତ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଜଣେ ନିଜକୁ ବଞ୍ଚାଇବା ପାଇଁ ଏମିତି କରିପାରେ? ସାଙ୍ଗେ ସାଙ୍ଗେ ବସନ୍ତକୁ କହିଲେ କି ତମେ ବି ଦୋଷୀ। ଘଟଣା ସମ୍ପର୍କରେ ତମେ ପୋଲିସକୁ ଜଣାଇବାର ଥିଲା। ହେଲେ ସେମିତି ନ କରି ଆଉ ଜଣକୁ ସେଥିରେ ମିଛରେ ଫସାଇଛ। ହେଲେ ମ୍ୟାଡାମ,
ମୋର ଏଥିରେ କିଛି ଦୋଷ ନାହିଁ। ରୀମାଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ କହି କହି ବସନ୍ତ କାନ୍ଦି ପକେଇଲେ। ଗୀତା ଏସବୁର ରେକର୍ଡିଂ କରିସାରିଥିଲେ। ସେ ସେଠାରୁ ତୁରନ୍ତ ପଳେଇ ଆସିଲେ। ଆଉ ପରଦିନ ଥିଲା ଶୁଣାଣିର ଦିନ। ଠିକ୍ ସମୟରେ ପୋଲିସ ସମରକୁ ନେଇ କୋର୍ଟରେ ପହଞ୍ଚିଗଲା। ଗୀତା ବି ନିଜ ସିଟ୍ରେ ବସିଗଲେ। ଆଉ ଯେତେବେଳେ ସରକାରୀ ଓକିଲ ସମରକୁ ଦୋଷୀ ସଜେଇ ଯୁକ୍ତି କରିବା ଆରମ୍ଭ କରିଦେଲେ, ମ୍ୟାଡାମ ଗୀତା ତ ଏକ ପ୍ରକାର ଗର୍ଜି ଉଠିଲେ। ସରକାରୀ ଓକିଲ ପୋଲିସ ଉପରେ ଗାଳି କରିବା ଆରମ୍ଭ କରିଦେଲେ। କେସର ସଠିକ ତଦନ୍ତ କରି କେମିତି ଜଣେ ନିର୍ଦ୍ଦୋଷକୁ ଦୋଷୀ ସଜେଇ ଦେଲେ ବୋଲି ଓଲଟା ପ୍ରଶ୍ନ କଲେ ପୋଲିସକୁ। ବିଚାରପତିଙ୍କର ଏମିତି ରୂପ ଦେଖି ସେଠାରେ ଥିବା ସମସ୍ତେ ଡରିଗଲେ। ଗୀତା ନିଜେ ରେକର୍ଡିଂ କରିଥିବା ସବୁ ପ୍ରମାଣ ସେଠାରେ ଦେଖାଇଲେ। ଆଉ ଟିକିଏ ସମୟ ପରେ ସମରକୁ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇଲେ। ତା ସହିତ ବସନ୍ତକୁ ପୋଲିସକୁ ଦିଗହରା କରାଇବା ଦୋଷରେ 2 ବର୍ଷ ଦଣ୍ଡାଦେଶ ଶୁଣାଇଦେଲେ। କୋର୍ଟ କାମ ସରିଲା। ଗୀତା ବି ଉଠି ବାହାରକୁ ଆସିଲେ। ସେତେବେଳକୁ ସମର ମୁଣ୍ଡ ନୁଆଇ ହାତ ଯୋଡ଼ି ଗୀତାଙ୍କ ଆଗରେ କାନ୍ଦ କାନ୍ଦ ହୋଇ ଛିଡ଼ା ହୋଇଥିଲେ। ଅନୁରୋଧ କରୁଥିଲେ କି ପୁଣି ତାଙ୍କ ଜୀବନକୁ ଫେରି ଆସିବାକୁ। ହେଲେ ଗୀତା ମନା କରିଦେଲେ। କହିଲେ, ମାନବିକତା ଦୃଷ୍ଟିରୁ ମୁଁ ତମକୁ ସାହାଯ୍ୟ କଲି। ମୁଁ ଜାଣିଥିଲି ତମେ କେବେ ବିବାହ ତ କରିପାରିବନି, ତେଣୁ ମୁଁ ବିପଦକୁ ବରଣ କରି ତମକୁ ସାହାଯ୍ୟ କଲି। ହେଲେ ତମେ ମୋ ସହିତ ଯାହା କରିଛ ମୁଁ କେବେ ବି କ୍ଷମା ଦେବିନି। ତେଣୁ ତମ ଜୀବନକୁ ଫେରିଯିବାର ପ୍ରଶ୍ନ ହିଁ ଉଠୁନି। ଏହା ହେଉଛି ମୋ ତରଫରୁ ତମ ପାଇଁ ସବୁଠୁ ବଡ଼ ଦଣ୍ଡ। ଏତିକି କହି ସେ ସେଠାରୁ ପଳେଇଲେ। ଆଉ ଗୀତାଙ୍କୁ ସେମିତି ଅନେଇ ରହିଥିଲେ ସମର। ତ କାହାଣୀଟି ଏତିକି ଥିଲା। ନାରୀ ଚାହିଁଲେ ସବୁ କିଛି କରିପାରିବ। ପୁରୁଷକୁ ଗଢ଼ିପାରିବ ଆଉ ପୁରୁଷକୁ ନଷ୍ଟ ବି କରିପାରିବ। ହେଲେ ପୁରୁଷମାନେ ସେ କଥାକୁ ବୁଝି ନ ପାରି ନାରୀକୁ ଅବହେଳା କରି ଚାଲିଛନ୍ତି, ଯାହାର ଫଳସ୍ୱରୂପ ଏମିତି ଭୋଗ କରିବାକୁ ପଡ଼ିବ। ତ ଗୀତା ସମରଙ୍କ ଜୀବନକୁ ଫେରି ଆସିବାର ଥିଲା କି ନା କମେଣ୍ଟ ବକ୍ସରେ ଜଣେଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଉ ହଁ, ବେଲ୍ ଆଇକନକୁ ଅନ୍ କରିବାକୁ ଜମା ଭୁଲିବେନି। ଧନ୍ୟବାଦ।